नवम अध्याय रघुअरखित संवाद। मन उवाच शुणी सानंद मन राये चैतन्य पादे करि ध्याये। बोलई कृत्य कृत्य हई पवित्र कलु मते तुही। शुणिली प्रभुंक महिमा आबर भकत गारिमा। पुणी पचारु अछि तते मने संशय मर एते। पत्नी की घेनिण संगत गला जे रघुअरखित। काहीं रहिला सेहु जाई एकथा कहिब बुझाई। आबर महापात्र घर करि जे थिला नुआ बर। से कथा शुणी हेला किस कह हे एथिर संदेश। शुणी चैतन्य अति तुसे कहई मन राजा पासे। हे मन सावधाने शुण से कृष्ण महापात्र पुण। एणे दुहिता पठाइला तेणे दूतंकु पेशी देला। से राज्य पात्रर अग्रते जाई न कहिले त्वरिते। तुंब पुत्रकु जेउ कन्या देबाकु थिला मो वासना। आसी ताहार निज पति घेनिण गला मो दुहिती। जेते उपाय आम्भे कलु केबे हे रखि न पारिलु। तुम्भर गोचर निमन्ते पेशिण देई अछु दूते। तुम्भ उपाय थिले कर बाटे अछंती कन्या बर। ता शुणी पात्रकु पभरे सैन्य साजिला से सत्वरे। धाई न गले राज बाटे मिलिले रघुर निकटे। बोइले आरे कन्या चोर जीवने आशा थिले तर। छाड़ी पलाओ ए सुंदरी नोइले नेबु बांधी करी। शुणी पछकु देला चाही अनेक सैन्य छंती धाई। ता देखी पत्नी आगे गला आपणे पछरे रहिला। पत्नी बइला स्वामी शुण एथर हेला मो मरण। तुम्भकु मारी मते नेबे अनेक भर्सना करिवे। एथिकी की बुद्धि करिबा केमन्ते एथिरु बंचिबा। ता शुणी रघुअरखित बोइला शुण रे संगात। मो प्रभु दारु ब्रह्म मूर्ति एछार केतेक विपत्ति। जे तते मते भेट करी जे विष तापु कले पारी। एबे रखिबे सेहि मते बो सखी भय किंपा चिते। शरण पंजर जावाना सर्वभयकु वज्र सेना। ब्रह्मा इंद्रादि जार पादे ध्याने चिंतन्ति अप्रमादे। से प्रभु थाउ थाउ मोर किंपा तू डरु नारी वर। एमंत कहु प्रिया पासे आगे मिलिले बेनी अश्वे। श्री बलदेव ब्रह्म राशि बेनी अश्वरे छंती बसी। कंधे उतरी अछि पड़ी कटीरे जमदाड़ भिड़ी। ढाल पड़िछि पिठी पासे द्वितीय स्वर प्राय दिशे। विक्रम सिंह प्राय हई मिलिले भृत्य पासे जाई। बोइले प्रभु दामोदर केवण देशे तुम्भ घर।
କାହୁଁ ଇଲ ଯିବ କାହିଁ ଏକାକୀ ସଙ୍ଗେ କେହି ନାହିଁ। ଆବର ତୁମ୍ଭ ପଛକତି ଅନେକ ସୈନ୍ୟ ଧାଇଁଛନ୍ତି। କହ ଏ କେବଳ ଚରିତ ତା ଶୁଣି ରଘୁଆ ରକ୍ଷିତ। କହେ ଅତ୍ୟନ୍ତ ଧୀର ବାଣୀ ଶୁଣ କ୍ଷତ୍ରିୟ ଚୂଡ଼ାମଣି। ଏ ବଡ଼ ଆଚମ୍ବିତ କଥା କହି ବସିଲେ ହେବ ପୁଥା। ମହର ପତ୍ନୀ ମୁନିଅନ୍ତେ ମାରିବେ ଆସୁଛନ୍ତି ମତେ। ଅନାଥ ପ୍ରାଣୀ ମୁଁ ଅଟଇ ସଖା ସୁଦର ମର ନାହିଁ। କେବଳ ପ୍ରଭୁ ଚକ୍ରପାଣି ନୀଳାଦ୍ରି ଚକ୍ର ଚୂଡ଼ାମଣି। ତାହାଙ୍କ ବିନା ଅନ୍ୟ ଜଣେ ନାହିଁ ମୋ ଶରଣର କ୍ଷଣେ। ଶୁଣି ସାନନ୍ଦ ବେନି ଭାଇ ରହିଲେ ଆଗ ପଛ ହୋଇ। ଦାସ ଦାସୀକି ଆଗ କଲେ ନିର୍ଭୟେ ଚାଲ ହବଇଲେ। ଆଜ୍ଞା ପ୍ରମାଣେ ବେନି ଜନ ଅଭୟ ପଞ୍ଜରେ ପଶିଣ। ଆନନ୍ଦେ କରନ୍ତି ଗମନ ପଛେ ଯେ ଧାଇଁଛନ୍ତି ସୈନ୍ୟ। ଭୃତ୍ୟକୁ ଅନାଇ ନ ଦେଲେ ଗୋବିନ୍ଦ ମାୟା ଭିଆଇଲେ। କୋଟିଏ ସ୍ୱରୂପ ହଇଣ ବେଢ଼ି ଅଛନ୍ତି ନାରାୟଣ। ଦେଖି ପ୍ରାଣକୁ ଭୟ କରି ସୈନ୍ୟ ଯେ ଗଲେ ଅପସରି। ଭେକ ଫଣିକି ଦେଖି ଯେହ୍ନେ ଭୟେ ପଳାନ୍ତି ଏଣେ ତେଣେ। କେଶରୀ ଦେଖି ମୃଗ ଗଜ ଯେହ୍ନେ ହୁଅନ୍ତି ହତ ବୀର୍ଯ୍ୟ। ଗରୁଡ଼ ଦେଖି ଯେହ୍ନେ ବ୍ୟାଳ ପଳାଇ ପଶିଲା କି ବିଳ। ତେମନ୍ତ ପ୍ରାଣର ଆରତେ ପଳାଇ ଗଲେ ଯେଝା ମତେ। ଯହୁଁ ସେ ଦଣ୍ଡ ଭଗ୍ନ ହେଲେ ଭୃତ୍ୟକୁ ଘେନି ପ୍ରଭୁ ଗଲେ। ସେ ରାଜ୍ୟ ସୀମା ପାରି କରି ଯାଅ ବଇଲେ ଦେବ ହରି। ତା ଦେଖି ରଘୁଆ ରକ୍ଷିତ ପ୍ରଣାମ କଲା ଅପ୍ରମିତ। ବଇଲା ତୁମ୍ଭର କୃପାରୁ ପ୍ରାଣ ପାଇଲି ଶତ୍ରୁଠାରୁ। ନଇଲେ ଆମ୍ଭ ଏ ଶରୀର ଦେଖନ୍ତା ଯାଇ ଯମପୁର। ଏଣୁ ତୁମ୍ଭର ପଦ୍ମ ପାଦେ ଶରଣ ଗଲୁ ଅପ୍ରମାଦେ। ଜାମାୟା ଦେବେ ଅଗୁଚର କାହୁଁ ଚିହ୍ନିବ ନର ଛାର। ଦେଖୁ ସେ ପ୍ରଭୁ ନାରାୟଣ ଭୃତ୍ୟକୁ ସଙ୍କଟୁ ତାରିଣ। ବିଜୟ କଲେ ଆଦି ମୂଳ ପ୍ରବେଶ ହେଲେ ନୀଳାଚଳ। ଏଥି ଉତାରୁ ବେନି ପ୍ରାଣୀ ଚିତ୍ତେ ଚିନ୍ତିଲେ ଚକ୍ରପାଣି। ସବୁ ଆପଦୁ ପାର ହୋଇ ଆନନ୍ଦେ ଗଲେ ପଥ ବାହି। କେତେ ହେ ଦିନର ଭିତରେ ପ୍ରବେଶ ହେଲେ କ୍ଷେତ୍ର ଭରେ। ପ୍ରଭୁଙ୍କୁ ଦର୍ଶନ କଲେ ଦକ୍ଷିଣ ପାରୁ ସେ ରହିଲେ। ମନ୍ଦିର ଖଣ୍ଡିଏ କିଣି ତହିଁ ରହିଲେ ବେନି ପ୍ରାଣୀ। ସକଳ ଚିନ୍ତା ଦୂରେ ତେଜି ହୃଦେ ପ୍ରଭୁଙ୍କୁ ଭାବେ ଭଜି। ନ ଜାଣେ ଅନ୍ୟ କଥା ମାନ ନିରତେ ଗୋବିନ୍ଦ ଗାୟନ। ଦାରୁ ବ୍ରହ୍ମଙ୍କ ଲୀଳା ଯେତେ ଭଜୁ ଯେ ଥାଇ ଅନୁବ୍ରତେ। ତ୍ରିଧୂପ ପଞ୍ଚ ଅବକାଶ ଖଟିନ ଥାଇ ପ୍ରଭୁ ପାଶ। କଳା ଶ୍ରୀ ମୁଖକୁ ଚାହିଁନ ବାହୁନୁ ଥାଇ ତାଙ୍କ ଗୁଣ। ଦେଖିଣ ଶ୍ଵେତ ପଦ୍ମ ଡୋଳା ଆନନ୍ଦେ ହେଉଥାଇ ଭୋଳା।
ଶ୍ରୀପାଦ ପଦ୍ମେ ନିତ୍ୟ ଭାବି ବୋଲେ ମୁଁ ପରିମୁଣ୍ଡା ଯିବି। ହେମନ୍ତ ବୋଲି ଭାବ ଭୋଳେ ନେତ୍ରୁଲୁତକ ଧାରା ଗଳେ। କରେ ବଜାଇ କରତାଳ ଭଜନ ଗୋବିନ୍ଦ ଗୋପାଳ। ନାଚଇ କଳାରାଟ ଘରେ ତାବଙ୍ଗି କହିଲେ ନ ସରେ। ଜଗମୋହନେ ଗଡ଼ି ଯାଇ ଗରୁଡ଼ ପଛେ ଉଭା ହୋଇ ଜଣାଇ ଦୁଃଖ ସୁଖ ଯେତେ ଚଳଇ ଭିକ୍ଷାର ନିମନ୍ତେ। କ୍ଷେତ୍ରରେ ବୋଲି ଭିକ୍ଷା କରେ ଯେହବା ମିଳେ ତା ଭାଗ୍ୟରେ। ଘେନି ଚଳଇ ନିଜ ପୁରେ ଦିଅଇ ନେଇ ପତ୍ନୀ ଠାରେ। ପତ୍ନୀ ଯା କରଇ ରନ୍ଧନ ସ୍ୱାମୀ ତା କରଇ ଭୋଜନ। ତା ଅବଶେଷ ଖାଏ ନାରୀ ତା ବିନୁ ନଭ ଖାଇବାରି। ହେମନ୍ତେ ବଞ୍ଚଇ ତରୁଣୀ ପତିକି ଗୁରୁ ପ୍ରାୟ ମଣି। ପତିକି କରେ ଅତି ଦୟା ଏକଇ ପ୍ରାଣ ବେନିକାୟା। ହେମନ୍ତେ ବଞ୍ଚୁଥାଇ ଦିନ ଭଜିଣ ଶ୍ରୀ ମଧୁସୂଦନ। ସାଧୁ ଜନଙ୍କୁ ଦେଖେ ଯହିଁ ନିର୍ମଳ ଭକତି କରଇ। ସକଳ ଜୀବେ ଦୟା ତାର ନିରତେ ପର ଉପକାର। ନ ରହେ ପର ନାରୀ ଚିତ୍ତ ନୁହେଁ କପଟ କୂଟ ଚିତ୍ତ। ଦ୍ୱାରେ ଦେଖିଲେ ଅଭ୍ୟାଗତେ ବିପ୍ର ବୈଷ୍ଣବ ଆଦି ଯେତେ। ବାନ୍ଧବ ପ୍ରାୟ ତାଙ୍କୁ ମଣି ତୁ ସଇ ଦେଇ ଅନ୍ନ ପାଣି। ଚିନ୍ତା ନ ଥାଇ ତାର ମନ ପ୍ରଭୁ ପ୍ରେମରେ ସେ ମଗନ। ହେମନ୍ତେ ଗଲା ଦିନ କେତେ ତା କୀର୍ତ୍ତି ଶୁଭିଲା ଜଗତେ। ଲୋକେ ବଇଲେ ଧନ୍ୟ ଧନ୍ୟ ରଘୁ ଅର୍ଖିତର ଜୀବନ। ଦରିଦ୍ର ହେଲେ କିସ ହେବ ଦୁର୍ଲଭ ଅଟେ ତାର ଭାବ। ଭିକ୍ଷା ସେ ମାଗିଣ ଜିଇଛି ଯେ ଯାହା ମାଗିଲେ ଦେଉଛି। ଆବର ପ୍ରଭୁ ନାମ ଯେତେ ଗାୟନ କରୁଥାନ୍ତି ନିତ୍ୟ। କହେ ବିନୟ ଧୀର ବାଣୀ ଧନ୍ୟ ଅଟନ୍ତି ବେନି ପ୍ରାଣୀ। ହେମନ୍ତେ ବୋଲନ୍ତି ସମସ୍ତେ ପ୍ରଶଂସା କରି ଯେଝା ମତେ। ହେମନ୍ତ ସମୟରେ ପୁଣ ବୈଷ୍ଣବ 7-5 ଜଣ। ଅପୂର୍ବ ଅଟନ୍ତି ସେମାନେ ଅଇଲେ କ୍ଷେତ୍ର ଦର୍ଶନେ। ପ୍ରବେଶ ହେଲେ ନୀଳଗିରି ପ୍ରଭୁଙ୍କ ଦର୍ଶନ ସାରି। ବୁଲିଲେ ଭୋଜନ ନିମନ୍ତେ ତହୁଁ ବଇଲେ ଜଣ କେତେ। ରଘୁ ଅର୍ଖିତଙ୍କ ଭୁବନେ ବିଜୟ କର ସାଧୁମାନେ। ତାହାର ଅଛି ଭକ୍ତି ଭାବ ଗଲେ ଭୋଜନ ନିଶ୍ଚେ ଦେବ। ଶୁଣି ଚଳିଲେ ସାଧୁ ବୃନ୍ଦ ମନରେ ହଇନ ଆନନ୍ଦ। ଭକତ ଭାବେ ବିଜେ କଲେ ତା ନାମ ଧରିଣ ଡାକିଲେ। ଅତିଥି ଡାକ ଶୁଣି କର୍ଣ୍ଣେ ଅତି ଆନନ୍ଦ ହୋଇ ମନେ। ମନ୍ଦିରୁ ବାହାର ହୋଇଲା ସାଧୁଙ୍କୁ ଦର୍ଶନ କଲା। ବଇଲା ଆଜ୍ଞା କର ମତେ କି କାର୍ଯ୍ୟ କରିବି ତୁରିତେ। ଶୁଣି କହିଲେ ସାଧୁମାନେ ଆମ୍ଭଙ୍କୁ ତୁସ ଅନ୍ନ ଦାନେ। ଅଇଲୁ କୀର୍ତ୍ତି ଶୁଣି ତୋର ଏଥିରେ ବିଳମ୍ବ ନ କର। ସନ୍ତୋଷ କଲେ ସାଧୁଗଣ ପାଇବୁ ପରମ କାରଣ। ତା
ଶୁଣି ରଘୁଅରକ୍ଷିତ ବିଚାର କଲା ହୃଦଗତ। କି ବୁଦ୍ଧି କରିବି ଏଥର, ଘରେ ତ ନାହିଁ କିଛି ମୋର। ଏମନ୍ତ ବୋଲି ଅତିଥିଙ୍କୁ ବସାଇ ଗଲେ ମନ୍ଦିରକୁ। ପତ୍ନୀ କି ବୋଲେ ସଖୀ ଶୁଣ, ଅତିଥି 5-7 ଜଣ। ଦ୍ୱାରେ ପ୍ରବେଶ ହେଲେ ଆସି, ଭୋଜନ ମାଗୁଛନ୍ତି ବସି। ଏଥକୁ କି ବୁଦ୍ଧି କରିବା, କେମନ୍ତେ ତାଙ୍କୁ ଚରଚିବା। ଘରେ ତ କିଛି ନାହିଁ ଧନ, କହ ଗ ଯୁବତୀର ତନ। ତା ଶୁଣି ବଲଇ ସୁନ୍ଦରୀ, ଶୁଣ ହେ ପ୍ରାଣ ଅଧିକାରୀ। ଦେବାଦି ଆଇବାକୁ ହରି, କରତା ଅଟନ୍ତି ସବୁରି। ଏଥକୁ ସୂଚନା ନ କର, ମଙ୍ଗେ ଯେତେ ଅଳଙ୍କାର। ଅଛଇ ବେଗେ ଘେନି ଯାଅ, ସାଧୁଙ୍କ ଘରେ ବନ୍ଧା ଦିଅ। କିଛି ହିଁ ଧନ ଘେନି ଆସ, ସାଧୁମାନଙ୍କୁ କର ତୁଷ। ତାହା ଶୁଣିନ ନିଜ ପତି, କୂଳେ ବସାଇଣ ଯୁବତୀ। ବଇଲା ଧନ୍ୟ ଚାନ୍ଦ ମୁହିଁ, ମୋର ସୁଗତି ଦାତ୍ରୀ ତୁହି। ଏବେ ତୁ ଶୁଣ ମୋ ଉତ୍ତର, ହୃଦୟ ମଧ୍ୟରେ ବିଚାର। ନେଲେ ମୁଁ ଏତେ ଅଳଙ୍କାର, ଲୋକେ ଦେଖିଲେ ଅସୁନ୍ଦର। ବୋଲିବେ ରଘୁଅରକ୍ଷିତ, କାହୁଁ ଆଣିଲା ଏତେ ବିତ୍ତ। ଭିକ୍ଷା ମାଗିବା ଭେକ ଏହି, କାହୁଁ ବା ଆଣିଲା ଚୋରାଇ। ଏମନ୍ତ ବୋଲେ ମନେ ମନ, କରିବେ ସିନା ଅନୁମାନ। ଏବେ ତୁ ଅଳଙ୍କାର ଘେନି, ବହନ ଯାଅରେ ତରୁଣୀ। ସାଧୁର ଘରେ ବନ୍ଧା ଦେଇ, 50 ମୁଦ୍ରା ଆଣ ତୁହି। 8 ଦିନକୁ କଣ୍ଟକର, ମିଶାଇ ମୂଳ କଳନ୍ତର। ସୁଝିଣ ଦେବା ମୂଳ ତାର, ଆଣିବା ଆମ୍ଭ ଅଳଙ୍କାର। ସ୍ୱାମୀ ବଦନୁ ଏହା ଶୁଣି, ସେପତି ବ୍ରତା ଶିରୁମଣି। ଚଳିଣ ଗଲା ଆନନ୍ଦରେ, ପ୍ରବେଶ ସାଧୁର ମନ୍ଦିରେ। ଅଙ୍ଗଭୂଷଣ ମାନ ଫେଇ, ଥୋଇଲା ଧନୀ ଆଗେ ନେଇ। ବଇଲା ଶୁଣ ମହାଜନ, ରଖ ଏ ଅଳଙ୍କାର ମାନ। ସତେ ସୁନିଆ ଦେଇଥିବ, ଲାଭ ମିଶାଇ ମୂଳ ନେବ। ଅନେକ ହେବ ଉପକାର, ଧର୍ମେ ଲାଗିବ ଧନ ତର। ସୁଧା ସମାନ ଧୀର ବାଣୀ, ଧନୀ ସୁନ୍ଦରୀ ମୁଖୁ ଶୁଣି। ବିଚାର କଲା ତାର ଚିତେ, ଏକେନେ ଲାଭ ହେବ ମତେ। ତାର ସୁନ୍ଦର ରୂପ ଚିନ୍ତି, ବଲଇ ଶୁଣରେ ଯୁବତୀ। ବନ୍ଧାରେ ପ୍ରୟୋଜନ ନାହିଁ, ଯାହା କହୁଛି ଶୁଣ ତୁହି। ଯେବେ ତୁ ଦେବୁ ରତି ଦାନ, ଗଣି ଦେଉଛି ନିୟ ଧନ। ତାହା ଶୁଣିଲା ନାରୀମଣି, ବଜ୍ର ପଡ଼ିଲା ପ୍ରାୟ ମଣି। ଶୁଣି ସେ ଚିନ୍ତା କରି ମନ, ବଲଇ ଶୁଣ ମହାଜନ। ଦଣ୍ଡେକ ମାତ୍ର ହୁଅ ସ୍ଥିର, କହି ଚଳିଲା ନାରୀବର। କାନ୍ତ ଆଗରେ ଚରିତ, ବୁଝାଇ କହିଲା ସମସ୍ତ। ଏହା ନିଲାଭର କାରେଣୀ, ତୁମ୍ଭେ ମୋହର ପ୍ରାଣମଣି। ଏଥକୁ କି ବିଚାର କହ, ଶୁଣି ସନ୍ତୋଷ ହେଉ ଦେହ। ତା ଶୁଣି ରଘୁଅରକ୍ଷିତ,
ବଇଲା ଶୁଣରେ ସଙ୍ଗାତ ସାଧୁମାନଙ୍କ ଉପକାରେ ଲାଗିବ ଆମ୍ଭର ଭାଗ୍ୟରେ। ଯାହା ବଇଲା ମହାଜନ ସମ୍ମତ କରି ଆଣ ଧନ, ତାହା ଶୁଣିନ ମହାସତୀ ବଲଇ ଶୁଣ ପ୍ରାଣପତି। ତୁମ୍ଭର ଆଜ୍ଞା ପାଇ ମୁହିଁ ଗଲିଟି ମୋର ଦୋଷ ନାହିଁ। ଏମନ୍ତ କହି ଚଳିଗଲା ସାଧୁର ମନ୍ଦିରେ ମିଳିଲା। ବଇଲା ଶୁଣ ହେ ସାଧୁତ ଆମ୍ଭେ ତା କଲୁ ସନମତ। ବିଳମ୍ବ ନ କରିଣ ଧନ ଦିଅନ୍ତୁ ଜୀବଇ ବହନ। ରଜନୀ ପ୍ରହରେ କଠାରେ ତୁମ୍ଭେ ଆସିବ ଆମ୍ଭପୁରେ। ବାଞ୍ଛା ସମ୍ପୂର୍ଣ୍ଣ ରତିରଙ୍ଗ ଭୋଗ କରିବ ମୋର ଅଙ୍ଗ। ଶୁଣି ଆନନ୍ଦ ମହାଜନ ନଗଦ ଗଣି ଦେଲା ଧନ। ଧରି ସୁନ୍ଦରୀ ଚଳିଗଲା ସ୍ୱାମୀର ହସ୍ତେ ନେଇ ଦେଲା। ସେ ଧନ ପାଇ ଆନନ୍ଦିତ ହୋଇନ ରଘୁଅ ରକ୍ଷିତ। ଚଳିନ ଗଲା ଅତି ବେଗେ ମିଳିଲା ସିଂହଦ୍ୱାର ଆଗେ। ଋଷ ସେବକ ଡାକି ଆଣି ବରଗି ଦେଲା ତାକୁ ଆଣି। ବଇଲା ଶୁଣ ହେ ସୁଆର ପ୍ରଭୁ ମଣୁହି ବେଗେ କର। କ୍ଷୀରି ଖେଚୁଡ଼ି ଶାଳି ଅନ୍ନ ନାନାଦି ପ୍ରକାର ବ୍ୟଞ୍ଜନ। ନାଡ଼ି ଯେ ସର ପୁଳି ଗଜା ଅମାଲୁ ଆଦି ଦ୍ରବ୍ୟ ଖଜା। କାନ୍ତିକା କରା ଆଦି ପିଠା ଶେଷର ପଣା ଦଧି ମିଠା। ପ୍ରଥମ ଧୂପେତେ ହେବ ସାଧୁଙ୍କ ନିମନ୍ତେ ଆସିବ। ଏଥିରେ ବିଳମ୍ବ ନ କର କହି ଚଳିଲେ ନିଜପୁର। ଏମନ୍ତେ କେତେ କ୍ଷଣ ଗଲା ରୁଷାଇ ତିଆରି ହୋଇଲା। ଭୋଗ ମଣ୍ଡପେ ଭୋଗ କରି ପ୍ରଭୁଙ୍କୁ ନୈବେଦ୍ୟ ସାରି। ମହାପ୍ରସାଦ ବହି ନେଲେ ରଘୁଅର୍କ୍ଷିତ ପାଶେ ଗଲେ। ଦେଖି ଭକତ ଅତି ତୁଷେ ମିଳିଲା ଅତିଥିଙ୍କ ପାଶେ। ବୈଷ୍ଣବ ପଙ୍ଗତ ବସାଇ ପ୍ରସାଦ ପରସିଲେ ନେଇ। ଯାହାର ଯେଉଁ ଦ୍ରବ୍ୟମାନ ସନ୍ତୋଷେ କଲେ ତା ଭୋଜନ। ଭୋଜନ ସାରି ସାଧୁଗଣ ଦାସକୁ କରିଣ କଲ୍ୟାଣ। ଚଳିଣ ଗଲେ ଯେଝା ମତେ ପ୍ରଶଂସା କରିଣ ସମସ୍ତେ। ଏଥି ଉତାରୁ ଦିନ ଶେଷ ରଘୁଅର୍କ୍ଷିତ ପତ୍ନୀ ପାଶ। କହଇ ଶୁଣ ପ୍ରାଣ ସହି ତତେ ଯେ ଧନ ଅଛି ଦେଇ। ସେ ବି ଯେ କଲେ ଆମ୍ଭପୁର କରିବୁ ଅତ୍ୟନ୍ତ ଆଦର। ତାଙ୍କୁ ମଠାରୁ ଶତଗୁଣେ ସେବା କରିବୁ ତା ଚରଣେ। ଯେଉଁ ପ୍ରକାର ମନ ତୋର ସେହି ପ୍ରକାରେ ସେବା କର। ଯେବେ ମଠାରେ ଅଛି ମନ ବୁଝିବୁ ଯୁବତୀର ତନ। ଏମନ୍ତ କହି ଚଳିଗଲା ଅନ୍ତର ହୋଇନ ରହିଲା। ପତ୍ନୀ ଅନେକ ତୁଷ ହୋଇ କନକ ସମାଚାର ଦେଇ। ଅଗ୍ରେ ଜାଳିନ ଦୀପାବଳି ପଲକେ ବସି ଅଛି ବାଳି। ହେମନ୍ତ ଦାସଙ୍କର ଦ୍ୱାରେ ତୁଣ୍ଡ ଶୁଣାଇ କାଶୀ ଧୀରେ। ତାହା ଶୁଣିନ ଶୁଭ୍ର କେଶୀ ଚିତ୍ତେ ଚିନ୍ତିଲା ବ୍ରହ୍ମ ରାଶି। ବଇଲା ଶୁଣ ଧନି ଶିଷ୍ୟ
ନିର୍ଭୟ ହୋଇ ବେଗେ ଆସ, ଶୂନ୍ୟ ମନ୍ଦିରେ ମୁହିଁ ଏକା, କିମ୍ବା ତୁମ୍ଭର ମନେ ଶଙ୍କା। ଆମ୍ଭ ଭରସା ନରହରି, ଦ୍ରୌପଦୀ ଲଜ୍ଜା ନାଶକାରୀ। ହେମନ୍ତ ପ୍ରଭୁ ଥାଉ ଥାଉ, ଚିତ୍ତେ କାହାକୁ ଭୟ ଆଉ। ପଲଙ୍କ ଉପରକୁ ଧୀରେ, ଚାହାନ୍ତେ ପ୍ରେମ ନୟନରେ। ଦେଖିଲା ବସିଛି ସୁନ୍ଦରୀ, ଅତି ଆନନ୍ଦ ମନ କରି। ତାହାର ପଛେ ଦେବ ହରି, ସତୀକି କୁଳାଗ୍ରତ କରି। ଆବୁରି ବସିନ ଅଛନ୍ତି, ଲକ୍ଷ୍ମୀକି ଘେନି ଯଦୁପତି। କିବା ପାର୍ବତୀ କୂଳେ ଧରି, ବିଜୟ ପ୍ରଭୁ ଶୂଳଧାରୀ। କି ଇନ୍ଦ୍ର କୂଳେ ଇନ୍ଦ୍ରାୟଣୀ, ଚନ୍ଦ୍ରର କୂଳେ କି ରୋହିଣୀ। କିବା ଶାରଦା ଘେନିପତି, ବିଜୟ କରିଣ ଅଛନ୍ତି। ତେସନ ପ୍ରଭୁ ଭାବଗ୍ରାହୀ, ସତୀକି କୂଳରେ ବସାଇ। ବିଜୟ ପ୍ରଭୁ ଆଦି ମୂଳ, ଧନୀ ଦେଖିଣ ହେଲା ଭୂଳ। ଶ୍ରୀହରି ଅଭୟ ପଞ୍ଜରେ, ଭୃତ୍ୟ ନାରୀକି କୂଳ କଲେ। ତା ଦେଖି ଧନୀ ପାଞ୍ଚେ ମନ, ଏତ ଜ୍ୱଳନ୍ତା ହୁତାସନ। ଡେଇଁବା କରୁଥିଲି ମନ, କେମନ୍ତେ ଧରିବି ଜୀବନ। ନିଜ ଜନନୀ ଠାରେ ଯେହ୍ନେ, ମୂଢ଼ ଦୁର୍ବୁଦ୍ଧି ଇଚ୍ଛେ ମନେ। ମୁଁ ମୂଢ଼ ତେହ୍ନେ ମନ୍ଦ କଲି, ଫଣି ଫଣାରେ ହସ୍ତ ଦେଲି। ହେମନ୍ତ ବୋଲି ଅବହେଳେ, ପଡ଼ିଲା ସତୀ ପାଦ ତଳେ। ତାହା ଦେଖିଣ ମହାସତୀ, ହୃଦ ପଦ୍ମରେ କଲା ଭୀତି। ବଇଲା ଏ କି ବିପରୀତ, ସୁରତି ଛାଡ଼ି ଦଣ୍ଡବତ। କରିବା ଉଚିତ ନୁହଇ, ଉଠ ସାଧୁ ତ ବେଗ ହୋଇ। ଅବଳା ମୁଖୁ ଏହା ଶୁଣି, ଉଠି କପାଳେ ଦେଲା ପାଣି। ବୋଲେ ହେ ସତୀ ନମେ ତୋତେ, ଶରଣ ଗଲି ରଖ ମତେ। ଯେତେ ଅପରାଧ କଲି ତୋତେ, ଚିତ୍ତେ ନ ଧର କଦାଚିତେ। ପୁତ୍ର ଯେ ମାତା ଗର୍ଭେ ଥାଇ, ସେ ଯେବେ ପାଦ ପ୍ରହାରଇ। ମାତା କି ଘେନେ ତାର ଦୋଷ, ସେ ରୂପେ ମୁହିଁ ତାର ଶିଷ୍ୟ। ତୁମ୍ଭେ ଯେ ପୁଣ୍ୟ ସ୍ତ୍ରୀ ବୋଲି, ମୁଁ ମୂଢ଼ ଜାଣି ତ ନଥିଲି। ଏବେ ତ କୃପା ଦୃଷ୍ଟି ଲାଗି, ମୁଁ ଯେ ହଇଲି ମୁଖ୍ୟ ଭାଗୀ। ହେମନ୍ତ ବୋଲି ନ ଲେଉଟି, ସତୀ ଚରଣ ତଳେ ଲୁଟି। ଏଥି ଉତ୍ତାରୁ କଥା ଶୁଣ, ସେ ହରି ଭକତ ଲକ୍ଷଣ। ଅନ୍ତର ହୋଇ ଯାଇଥିଲା, ତାହାର ମନେ ବିଚାରିଲା। ଧନୀ ଯେ ଥିଲା ଧନ ଦେଇ, ସନ୍ତୋଷ ହେଲା କି ସେ ନାହିଁ। ହେମନ୍ତ ବଲିଣ ସତ୍ୱର, ପ୍ରବେଶ ହେଲା ନିଜ ପୁର। ଦେଖିଲା ନାରୀ ପାଦ ତଳେ, ଧନୀ ଶୋଇଛି ଭାବ ଭୋଳେ। ରଘୁଅର କ୍ଷିତ ବୋଲେ ତହିଁ, ଉଠ ସାଧୁ ତ ବେଗେ ହୋଇ। ଯୁବତୀ ଗଟିକ ଚରଣେ, ପଡ଼ିଛ କେବଳ କାରଣେ। ତା ଶୁଣି ଧୀରେ ବେଗେ ଉଠି, ରଘୁଅର କ୍ଷିତେ ପାଦେ ଲୁଟି। କହିଲା ସକଳ ବୁଝାଇ, ଦେଖ ହେ ପ୍ରଭୁ ଭାବଗ୍ରାହୀ। ତୁମ୍ଭ ପତ୍ନୀ କି କୂଳେ ଧରି, ପ୍ରଭୁ ଅଛନ୍ତି ବିଜେ କରି। ତା ଶୁଣି ଆଚମ୍ବିତ ହେଲେ,
ସମସ୍ତେ ଅନାଇ ନ ଦେଲେ ଦିଶେ ନ ଦିଶେ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ସେ ତିନି ଜଣ ଭାବ ଭୋଳେ ଏକ ଆରୋକେ ଧରି କୂଳେ ପ୍ରଭୁ ମହିମା କହି ଭଲେ ଆନନ୍ଦ ସାଗରେ ଭାସିଲେ। ଏଥି ଉତ୍ତାରୁ ସେ ସାଧୁତ ବିନୟୀ କହିଲା ବହୁତ ପୁଣି ଅନେକ ଧନ ଦେଲା ମେଲାଣି ହଇଣ ସେ ଗଲା। ସେ ପତି ପତ୍ନୀ ବେନି ଜନ ଚିନ୍ତିଲେ ଶ୍ରୀହରି ଚରଣ ଆନନ୍ଦେ ବଞ୍ଚିଲେ କଦିନ କାଳେ ଲଭିଲେ ମୁକ୍ତି ସ୍ଥାନ। କହଇ ବିପ୍ର ଜଗନ୍ନାଥ ମୋ ପ୍ରଭୁ କମଳା ବିଳାସ ସେ ଦାରୁ ବ୍ରହ୍ମଙ୍କ ଚରଣେ ମୋ ଚିତ୍ତ ରହୁ ଅନୁକ୍ଷଣେ। ଏ ଦାଢ଼୍ୟ ଭକ୍ତିର ସମୃତ ସୁଜନେ ପିୟ ଶ୍ରୁତି ପଥ ମୁକତି ହେବ ଦିନୁ ଦିନ ନ ହେବ ଯମ ଦର୍ଶନ। ସୁଖେ ଅମର ପଦ ପାଇ ବସିବ ଦେବଲୋକେ ଯାଇ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରଘୁ ଅରକ୍ଷିତ ମୁଖ୍ୟଣେ ନାମ ନବମ ଅଧ୍ୟାୟ।